କେନ୍ଦୁଝରରେ ପସରା ଖୋଲିଲା ମହାପର୍ବ ରଜ। ଦୀର୍ଘ ଗୋଟିଏ ବର୍ଷ ପରେ ପୁଣି ପସରା ମେଲି ଆସିଛି ସଭିଙ୍କ ଅତି ପ୍ରିୟର ମହାପର୍ବ ରଜ ପର୍ବ। ଏହି ରଜ ପର୍ବକୁ ଛୋଟରୁ ବଡ଼ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିବା ବେଳେ ସମ୍ପର୍କର ଏକ ମହାମିଳନ ପାଇଁ ସମସ୍ତଙ୍କ ଗହଣକୁ ଆସିଛି କେନ୍ଦୁଝରର ମୁଖ୍ୟ ପର୍ବ ରଜ ପର୍ବ। ଏହି ରଜ ପର୍ବରେ ଗାଁରୁ ପଲ୍ଲୀ ପର୍ଯ୍ୟନ୍ତ ରୂପରେଖା ବଦଳି ଯାଇଥିବା ବେଳେ ସଭିଙ୍କ ମନରେ ଖେଳି ଯାଇଛି ଆନନ୍ଦର ଲହରୀ। ଏହି ରଜ ପର୍ବରେ ମୁଖ୍ୟ ଆକର୍ଷଣ ହେଲା ଦୋଳି ଖେଳ। ଦୋଳି ଖେଳିବା ପାଇଁ ଲୋକମାନେ ପାଗଳ ହୋଇ ଦୋଳି ପଡ଼ିଆରେ ଗହଳି ଲଗାଇ ଦୋଳି ଖେଳର ମଜା ନେଇ ଭୋକଶୋଷ ଭୁଲି ଯାଇଥାନ୍ତି। ସେମିତି ଏକ ମହାପର୍ବ ଆଜି କେନ୍ଦୁଝର ଜିଲ୍ଲାକୁ ଭିନ୍ନ ଏକ ପରିବେଶରେ ରଙ୍ଗୀନ କରିଦେଇଛି। ସକାଳୁ ସକାଳୁ ସଜବାଜ ହୋଇ ରଜ ପର୍ବ ପାଳିବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଘରେ ଘରେ ପିଠାପଣାର ଆସର ଜମିଥାଏ। ପ୍ରଥମ ରଜର ପସରା ଖୁବ୍ ଆକର୍ଷଣୀୟ ଲାଗୁଥିବା ବେଳେ ରଜର ମାହୋଲ ଆଗକୁ ଅଧିକ ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି। ରାଗ ରୁଷା ଭୁଲି ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ପ୍ରଥମ ଦିନରେ ଖୁବ୍ ନିରାଡମ୍ବର ଭାବରେ ରଜ ପର୍ବକୁ କେନ୍ଦୁଝରବାସୀ ସ୍ୱାଗତ ଜଣାଇଛନ୍ତି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, ଏବି ନ୍ୟୁଜ୍।